ଆପଣଙ୍କୁ ଆଡଭାଇସ୍ ଦଉନି ସବୁ ପରିବେ ଏଇଟା କଇର ଅଧିକାର। ତୁ ଯେମିତି କହୁଛୁ ଏଇଟା କଇର ଅଧିକାର, ସେ ସେମିତି କହୁଛି ଏଇଟା ତୋର ଅଧିକାର। ମୋ ପୁଅ କେତେ ଟଙ୍କା ବାହା ହବ? ମୁଁ ଗୋଟେ କଥା କହିବି, ରାଗିବନି? ରାଗିବନି ତମେ? କଣ କହ? କଣ ମତେ ଲାଗିଲା ତଣ୍ଟିରେ କଣ ତମର ବସି ଏମିତି ଜମା ଅନାଉନି, ଆଖି ତ ନ ଯୋଡା ଜିରୋ ବଳ ଜଳୁଛି। ନା ନା, ମୁଁ କହିବା କଥା ହଉଛି କଣ, କଇଁ ଆଉ ସୁମନକୁ ତମ ବଡ ପୁଅ ସହିତ ବାହାଘର କରିଦେଲେ ଏଥିରେ ଅସୁବିଧା କୋଉଠି? କଣ କହିଲୁ ବା? କଣ କହିଲୁ ତୁ? ଯୋଉଟା ଶୁଣିଲ ସେଇଟା ହିଁ କହିଲି। ତମେ ଯାହା ଶୁଣିଲ ମୁଁ ସେୟା ହିଁ କହିଛି, ଅଧିକା କିଛି ବି କହିନି। ମୁଁ କହିବା କଥା ହଉଛି ସେମିତି ଜମା ଅନାଉନି। ମୁଁ ଭାରି ଡରୁ କରି, ମୋ ମା ପେଟରୁ ଡରୁ କରି ମତେ ଜନ୍ମ ହେଲି ସେତେବେଳେ ମୁଁ ଡରି ଯାଇଥିଲି। ସୁମନ ଦିଦି ତମେ ଡରୁଛ କି? ତମେ ଜମା ଡରନି। ଭାବି ନବ ମୁଁ ତମ ପଛରେ ଅଛି। କୋଉଠି ଅଛି? ପଛରେ ଅଛି। ଓକେ ଅପା, ତମେ ଭଲ ଭାବ ଖରାପ ହବ ମୋର କିଛି ଯାଏ ଆସିନି। ମୁଁ ଯୋଉଟା କହୁଛି ସତ କଥା କି ସିଏ ଜମା ଅନେଇକି ମତେ ନର୍ଭସ କରାଉନି କହିଦଉଛି, ମୁଣ୍ଡକୁ ମୋ ଟିଣ କରିଥିଲେ। ମୋ କହିବା କଥା ହଉଛି କଣ, କଇଁ ଆଉ ସୁମନକୁ ତମେ ବହୁ ଭାବରେ ଗ୍ରହଣ କରିଦେଲେ ଏତେ ଅସୁବିଧା କୋଉଠି? ବହୁତ ବଡ ବଡ କଥା କହୁଛୁ। ବଡଟାକୁ ଫୋପାଡି ଛୋଟିଆ ପିସଟି ଆଣି ରଖୁନ। ଅପା ତମେ ବହୁତ ହଉଛ, ରାତି ସାରା ଗୋଟେ ଟେନସନ କରି କରି ମଣିଷକୁ ମାରିଥିଲେ। କଣ କହୁଛ? ମୋ ନା କଳାପତି କାଳୀ, ମୁଁ ମହାକାଳୀ, ମୋ ସହିତ ଚ୍ୟାଲେଞ୍ଜ କଲେ ମୁଁ ପାଦରେ ଦେବି ଦଳି। ଅପ୍ସରା! ହଁ ମୁଁ ଅପ୍ସରା, ସ୍ୱର୍ଗର ଅପ୍ସରା। ମୋ ସହିତ ଚ୍ୟାଲେଞ୍ଜ କଲେ କଣ କରିବୁ? ମୁଁ କିଛି କରିପାରିବି, କିଛି 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 ଗୋଟେ କି କରିପାରିବିନି। ଅପା ତମେ ରାଗ ପଛ, ମୁଁ ସତ କଥା କହୁଛି, ତମ ବଡ ପୁଅ ଆଉ ବାଟରେ ନାହାନ୍ତି, ପୁରା ଅବାଟରେ ପଳେଇଛନ୍ତି। ଖାଲି କଣ ଏ 200 ଆହୁରି 200 ଜଣକୁ ତମ ବଡ ପୁଅ ସ୍ତ୍ରୀ ଭାବରେ ଗ୍ରହଣ କରିପାରିବେ। ଅପ୍ସରା ମହାପାତ୍ର, ଘର ମୋର ପୁରୀ ଶ୍ରୀକ୍ଷେତ୍ର। ହେଇଠି ଅନେଇର ଅପା, ଭଲେ କହିଲେ ମୁଁ ବେଲପତ୍ର, ଆଉ ଥରେ ରାଗିଗଲେ ପୁରା ଚିନ୍ଛତ୍ର। ମୁଁ ଚାଲିଗଲେ ଉଡେଇ ଦିଏ ପତିତ ପାବନ ନେତା, ଆଉ ଗାଏ ଭିକାରୀ ବଳଙ୍କ ଗୀତ। ମୁଁ ତ